କୌଣସି କାରଣରୁ ଭୟାବହ ଅଗ୍ନିକାଣ୍ଡ ଘଟି ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ଛାରଖାର ହୋଇଯାଇଛି। ଘରେ କେହି ନଥିବା ସମୟରେ ଏହି ନିଆଁ ଲାଗିଥିବା ଜଣାପଡ଼ିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଜାଲଦା ପଞ୍ଚାୟତ ପୁନାସିଆ ଗ୍ରାମର ଯଦୁନାଥ ନାୟକଙ୍କ ଘରେ ନିଆଁ ଲାଗିଯାଇଥିଲା। ଏହା ଦେଖି ପଡ଼ୋଶୀ ଲୋକମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ବି ନିଆଁକୁ ଆୟତ୍ତ କରିପାରିନଥିଲେ। ନିଆଁର ଭୟାବହତା ଏତେ ଅଧିକ ମାତ୍ରାରେ ଥିଲା ଯେ କ୍ଷଣିକ ମଧ୍ୟରେ ଘରଟି ହୁତୁ ହୁତୁ ହୋଇ ଜଳିଥିଲା। ପରେ ସାରସକଣା ଅଗ୍ନିଶମ ବାହିନୀକୁ ଖବର ଦିଆଯିବାରୁ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ଘରଟି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯିବା ସହ ସମସ୍ତ ଆସବାବପତ୍ର ସାମଗ୍ରୀ, ଖଟ, ପଲଙ୍କ, ସାଇକେଲ, ଟିଭି ଏପରିକି ସମସ୍ତ ଲୁଗାପଟା ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଥିଲା। ଏଥିସହିତ ଯଦୁନାଥ ବାହାର ରାଜ୍ୟରେ କାମ କରି ଘର ଖଣ୍ଡେ କରିବା ପାଇଁ ରଖିଥିବା 30,000 ଟଙ୍କା ମଧ୍ୟ ନିଆଁରେ ଜଳି ଯାଇଥିବା ସୂଚନା ମିଳିଛି। ତେବେ ଯଦୁନାଥଙ୍କ ପରିବାର ବର୍ଗ ସଂକୀର୍ତ୍ତନ ଦେଖିବାକୁ ଯାଇଥିବା ବେଳେ ଘରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ସ୍ଥାନୀୟ ଆର୍ଆଇ ପହଞ୍ଚି କ୍ଷୟକ୍ଷତି ସମ୍ପର୍କରେ ତଦନ୍ତ କରିଛନ୍ତି। ଆଉ ସାରସକଣା ତହସିଲଦାର ମନୋଜ କୁମାର କାଜି ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ଗୋଟିଏ ପଲିଥିନ୍ ଦେଇଛନ୍ତି। ତେଣୁ ବର୍ତ୍ତମାନ ଯଦୁନାଥଙ୍କ ପରିବାର ଲୋକମାନେ ଘର ବାହାରେ ପଲିଥିନ୍ ଟାଙ୍ଗି ଆଶ୍ରୟ ନେଉଛନ୍ତି। ତେବେ ଘରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ହୁଏତ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି। जाओ भिजु सेटा भी बढ़िया है ना ना भिजो 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 रुको ए मारते को से ऊपर मारते को वाले 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 ମୟୂରଭଞ୍ଜ ଜିଲ୍ଲା ସାରସକଣାରୁ ତପନ କୁମାର ଦଣ୍ଡପାଟଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।